ଶ୍ରୀମଦ୍ଭାଗବତ ପଞ୍ଚମ ସ୍କନ୍ଧ ଦଶମ ଅଧ୍ୟାୟ। ଶ୍ରୀଶୁକ ଉବାଚ ଏଥୁ ଅନ୍ତରେ କଦିନେ ଶୁଣ ରାଜନ ସାବଧାନେ ସିନ୍ଧୁପତି ଯେ ରହୁରାଣ ସେ ରାଜା ବିଷ୍ଣୁ ପରାୟଣ ତାହାର 61 ଭୃତ୍ୟ ତା ରାଜାର ଗମନ ନିମନ୍ତେ ବିମାନ ବହି ନ ପାରନ୍ତି ଏକ ପୁରୁଷ ସେ ଲବନ୍ତି ବିଧାତା ଯୋଗେ ଦେଖ ତାର ସେ ବିଷ୍ଣୁ ସେ ନୃପବର ସେଠାରେ ହେଲେ ଉପସ୍ଥିତ ତାହାଙ୍କୁ ଦେଖି ନୃପଦୂତ ହରସ ମନ ବିଚାରଇ ଏହାଙ୍କ ତୁଲେ କେହି ନାହିଁ କି ପୃଷ୍ଠ ଦୃଢ଼ ଯା ଶରୀର ବିମାନ ରହିବ ସୁନ୍ଦର ଏମନ୍ତେ ଶୀଘ୍ର ଚଳିଗଲେ ବିମାନେ ବୁହାଇ ଖଞ୍ଜିଲେ ଏହି ନିଯୁକ୍ତି ନର ସଙ୍ଗେ ବିମାନ ବହେ ନାନା ରଙ୍ଗେ ସାକ୍ଷାତେ ବିଷ୍ଣୁ ଅଂଶେ ସେହି ପର ଅଧୀନ ପ୍ରାୟ ହୋଇ ସେ ଯେ ପରମ ଭାଗବତ ଏ କର୍ମ ତାର ଅନୁଚିତ ବିମାନ ବହି ନ ପାରଇ ବିଷମ ଶ୍ରମେ ସେ ଚଳଇ କ୍ଷୁଦ୍ର ଜନ୍ତୁଙ୍କ ମୃତ୍ୟୁ ଭୟେ ପାଦ ନ କ୍ଷେପନ୍ତି ନିର୍ଭୟେ ତେଣୁ ବିମାନ ବକ୍ର ହୋଇ ରାଜାର କଷ୍ଟ ହୁଏ ଦେହି ବିମାନ ବୁହା ପରାଶରେ ରାଜା କହଇ କୋପ ଭରେ ବିଷମ ସମଭାବ ହୋଇ ବିମାନ ବହ କାହିଁ ପାଇଁ ପ୍ରଭୁ ବଚନେ କୋପ ଭରେ ପୁଣି ଶୁଣି କମ୍ପିଲେ ସେ କିଙ୍କରେ ଅତ୍ୟନ୍ତ ଭୟଚିତ ହୋଇ ଜଡ଼କୁ ଦେଲେ ସେ ଦେଖାଇ ଭନାଥ ଆମ୍ଭ ଦୋଷ ନାହିଁ ଏ ଯେ ପୁରୁଷ ନ ଚଳଇ ଏହାର ଚକ୍ରଗତି ପାଇଁ ବିମାନ ବକ୍ର ଭାବ ହୋଇ ଭନାଥ ଶୁଣ ସାବଧାନେ ପୁଣି ହିଁ ଚଳଇ ବିମାନେ ଏହାଙ୍କ ସଙ୍ଗତେ ରାଜନ ବହି ନ ପାରିବୁ ବିମାନ ସସର୍ଗେ ଦୋଷରୁ ଆମ୍ଭର ଦଣ୍ଡିବ ଯେବେ ନୃପବର ଏମନ୍ତେ ଭୃତ୍ୟ ବାକ୍ୟ ଶୁଣି ସେ ଯେ ରାଜନ ଶିରୋମଣି ସ୍ୱଭାବେ ସାଧୁ ସେ ବୋଲାଇ ରଜଗୁଣରେ କ୍ରୋଧ ବଇ ବିଷ୍ଣୁ ଭକତ ବିପ୍ରବର ତାହାକୁ କହଇ ଉତ୍ତର ରହୁରାଣ ଉବାଚ ସୁପୃଷ୍ଟ ତୁଳତ ଶରୀର କଠିନ ପିନ ପାଦବର ସ୍ଥକିତେ ଚଳୁ କି କାରଣେ ତୋର ଅଙ୍ଗ ନିଷ୍କାରଣେ କ୍ରୁଧ ଯେ ତୋର ସଙ୍ଗତରେ ବିମାନ ବହନ୍ତି ତତ୍ପରେ ବ୍ୟର୍ଥ ଏ ତୋର କଳେବର ମିଥ୍ୟାରେ ବହୁତୁ ଶରୀର ଏମନ୍ତ ଶୁଣି ପରୀକ୍ଷିତ ସେ ଯେ ବ୍ରାହ୍ମଣ ବିଷ୍ଣୁ ଭକ୍ତ ଏମନ୍ତ ବଚନେ ମୌନେ ସ୍ୱଭାବେ ବହଇ ବିମାନ ପୁଣି ବିମାନ ବକ୍ର ହେଲା ସେ ରାଜା ଅତି କୋପ କଲା ଆରେ ବ୍ରାହ୍ମଣର ମୂଢ଼ ମତି ଜୀବନ ଥାଉ ତୁ ମୂଢ଼ ଚିତ୍ତ ଜୀବନ ଥାଉ ତୁଇ ମୃତ ଏ ମୋର ଅଙ୍ଗେ କଷ୍ଟ ଦେଉ ଉନ୍ନତ ଭାବ କିମ୍ପା ବହୁ ଯମର ପ୍ରାୟ ମୁଁ ଅଟଇ ଦୁଷ୍ଟଙ୍କ ସର୍ପ ଦର୍ପ ମୁଁ ଧ୍ୱଂସଇ ତୋହର ମତ ଭାବ ମୁହିଁ ଆଜ ଯେ ଦୂର କରିବଇ ଏମନ୍ତେ ଅତି ନିନ୍ଦାମାନ ବହୁତ କଲା ସେ ରାଜନ ରଜଗୁଣରୁ କ୍ରୋଧ ତାର ତମ ଗୁଣରୁ ଅହଙ୍କାର ସକଳ ଭୂତେ ଦୟା ସାର ସେ ଯେ ବ୍ରାହ୍ମଣର କୁମର ଈଶତ ହାସ୍ୟ ବଦନରେ ବଚନ କହଇ ରାଜାରେ ଭରତ ବାଚ ଭୂପ ଶୁଣ ସାବଧାନେ ତୁମ୍ଭେ ଯେ କହିଲ ବଚନେ ଗମନ କରି ନ ପାରଇ ସେ କଥା ଉଚିତ ଅଟଇ ଏକଥା ଆମ୍ଭ ସାଧୁପଣ ଲୋକରେ କରନ୍ତି ଗାୟନ ଜୀବନ ମୃତ୍ୟୁ ଯେ ବୋଲାଇ ସେ କଥା ସତ୍ୟ ଯେ କହି ବୋଲଇ ସେ କଥା ସତ୍ୟ ଯେ କହିଲ ଜୀବନ ମୃତ୍ୟୁ ଯେ ବୋଇଲ ଏକଥା ସତ୍ୟ ଯେ କହିଲ କ୍ଲେଶ ଶରୀର ଏ ଆମ୍ଭର କେବେ ନୁହେଁ ନୃପବର ମାନ ଅହଙ୍କାର ଦି ଯେତେ ତାହାର ଅନ୍ୟ ବ୍ୟାଧି ହିତେ କ୍ଷୁଧା ପିପାସା ଭୟ ମାନ ମୋହର ନାହିଁ ଏ ରାଜନ ନିଦ୍ରା ବିହାର କ୍ରୋଧ ଯେତେ ମୋହ ଅହଙ୍କାର ସମତେ ଯେ ପ୍ରାଣୀ ଦେହବନ୍ତ ହୋଇ ତାହାର ତହିଁ ଏତେ ଥାଇ ମୋହର ଦେହେ ଏତେ ନାହିଁ ଜୀବନ ଥାଉ ମୃତ୍ୟୁ ମୁହିଁ କେ ଅବା କାହାକୁ ବହଇ ଏମନ୍ତ ମୁହିଁ ନ ଦେଖଇ କେବା ଈଶ୍ୱର କେ କିଙ୍କର ଏମନ୍ତ ନ ଦେଖି ଉପର ତୁମ୍ଭେ ଆମ୍ଭର ଏ ବିଚାର କିମ୍ପା କହିଲ ନୃପବର ଆମ୍ଭେ କି କହିବୁ ତୁମ୍ଭରେ ସ୍ୱଭାବେ ଜଡ଼ ଶରୀରେ ପ୍ରମତ୍ତ ଜଡ଼ ଭାବେ ମୁହିଁ ବିମାନ କେବେ ହିଁ ନ ବହି
ଶ୍ରୀଶୁକ ଉବାଚ ଶୁଣ ପରୀକ୍ଷ ନୃପବର ସେ ଯେ ବ୍ରାହ୍ମଣର କୁମର ସୁଶୀଳ ସମସାଧୁଚିତ ବିଶେଷେ ବିଷ୍ଣୁର ଭକତ ତାହାର ବାକ୍ୟ ଅନୁସାରେ ଏମନ୍ତ କହି ସେ ମଧୁରେ ପ୍ରାରବ୍ଧ କର୍ମକ୍ଷୟ ପାଇ ପୁଣି ବସନ୍ତି ତୁନି ହୋଇ ଯଜ୍ଞ ଶାନ୍ତି ମନରେ ସେ ଯାଉଥିଲେ ସ୍ନେହ ଭରେ ବିଷୟ କର୍ମ କରି ଦୂର ଏମନ୍ତେ ଶୁଣ ନୃପବର ଦ୍ୱିଜ ବଚନ ତତ୍ତ୍ୱଜ୍ଞାନ ବିଷୟ ଚାପ ବିଖଣ୍ଡନ ଅମୃତ ପାୟ ପ୍ରାୟ ତାହା ମଣି ମନେ ଚିନ୍ତିଲା ନୃପମଣି ତତ୍କ୍ଷଣେ ଶୀଘ୍ର ଗତି ହୋଇ ବିମାନୁ ପଡ଼ିଲା ଓହ୍ଲାଇ ବ୍ରାହ୍ମଣ ପଦ ଯୁଗଳରେ ଶିର କମ୍ପିଲା ଶୀଘ୍ରତରେ କ୍ଷମା କରାଇ ଅପରାଧ କହଇ ବାକ୍ୟ ଗଦ ଗଦ ରହୁରାଣ ବାଚ କେ ତୁମ୍ଭ କହ ସ୍ୱାମୀ ମୋର କେ ତୁମ୍ଭେ କହ ସ୍ୱାମୀ ମୋର କରୁଣା କର ଏ କିଙ୍କର ଗୁପତ ହୋଇ ଭ୍ରମୁଥାଅ ବ୍ରାହ୍ମଣ ରୂପେ ତୁମ୍ଭବ କିବା ଅବଧୂତ ବେଶରେ କେମନ୍ତେ ବହିଲ ଏଠାରେ କାହିଁ ତୁମ୍ଭର ନିଜ ସ୍ଥାନ କେମନ୍ତେ ବହିଲ ବିମାନ ଏ ଯେ ଅପରାଧୀ ମୋହର କ୍ଷମା ତୁ କର ଦ୍ୱିଜବର ବ୍ରହ୍ମା ଇନ୍ଦ୍ରାଦି ଯେତେ ଦେବାସୁର ଶଙ୍କର ଆଦି ଦିବାକର ଏହାଙ୍କ କ୍ରୋଧରେ ମୋହର ଭୟ ଯେ ନାହିଁ ବିପ୍ରବର ବ୍ରାହ୍ମଣ ଅପମାନେ ମୋର ହୃଦ କମ୍ପଇ ଥରହର ଏଣୁ ଅପରାଧ ମୋର କ୍ଷମା କରିବ ବିପ୍ରବର ଅଶେଷ ଜ୍ଞାନର କାରଣ ତୁମ୍ଭେ ଯେ ବିଷ୍ଣୁ ପାରାୟଣ ଅଜ୍ଞାନୀ ପ୍ରାଣୀ ମାନଙ୍କରେ ଦେଖାଅ ଏ ଜଡ଼ ଶରୀରେ ତାହାର ଯେତେ ବାକ୍ୟମାନ ଗ୍ରଥିତ ହୋଇଅଛି ଜ୍ଞାନ ସକଳ ଜ୍ଞାନମନ୍ତ ତୁ ହିଁ ତୋତେ ମୁଁ ପ୍ରସନ୍ନ କରଇ ଜ୍ଞାନ ସ୍ୱରୂପ ଏ ତୋହର ଭୋନାଥ ମୋତେ କୃପା କର ଉତ୍କଟ ଜଡ଼ ରୂପ ହୋଇ ପ୍ରାଣୀଙ୍କ ହିତେ ଭ୍ରମୁଥାଇ ଭୋନାଥ ବିପ୍ର ଯୋଗେଶ୍ୱର ମୁଁ ମୂଢ଼ ମତି ଯେ ପାମର କେମନ୍ତେ ତୋତେ ଚିହ୍ନିବଇ ସ୍ୱଭାବେ ଗୃହ ବନ୍ଧେ ରହି ଏ ଯେ ମୋହର ଅନୁଚର ଅତନ୍ଥ୍ୟ ମୂଢ଼ ଦୁରାଚାର ଅଜ୍ଞାନ ହେତୁ ଆଣି ଦେଲେ ବିଧାତା ଘଟଣାର ବଳେ ଶୁଣ ପରୀକ୍ଷ ସାବଧାନେ ସେ ବିପ୍ର ନୃପର ବଚନେ ଜ୍ଞାନ ବୈରାଗ୍ୟ ଆଦି କରି ସକଳ ଏଥି ଅଛି ପୁରୀ ଗୋବିନ୍ଦ ପାଦ ପଦ୍ମ ତଳେ ରଖ ତୁ ମନ ତୁ ରଖ ସୁନିଶ୍ଚଳେ ପଞ୍ଚମ ସ୍କନ୍ଧେ ଏହୁ ବାଣୀ ଶୁଣି ସଂସାରୁ ତର ପ୍ରାଣୀ କୃଷ୍ଣ ଚରଣେ ନିତ୍ୟ ଭଜ କହଇ ଜଗନ୍ନାଥ ଦ୍ୱିଜ ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପରମହଂସ ସଂହିତାଏ ବୈୟାସିକ ପଞ୍ଚମ ସ୍କନ୍ଧେ ରହୁରାଣ ଜଡ଼ ଭରତ ସମ୍ବାଦେ ନାମ ଦଶମ ଅଧ୍ୟାୟ ଶ୍ରୀମଦ୍ଭାଗବତ ପଞ୍ଚମ ସ୍କନ୍ଧ।